हेलो पिलाମାନେ आशा କରୁଛି ସମସ୍ତେ ବହୁତ ହି ବଢ଼ିଆ ଥିବେ ଆଣ୍ଡ ସେକେଣ୍ଡ ସେମିଷ୍ଟର ରିଗାର୍ଡିଂ ସମସ୍ତଙ୍କର ଯାହା ବି ଡାଉଟ୍ ଥିଲା ତାକୁ ମୁଁ ଟ୍ରାଏ କରିବି ଆଜି ଆମର ଏଇ ଯେଉଁ ଭିଡ଼ିଓଟି ରହିଛି ସେ ଭିଡ଼ିଓରେ ଟୋଟାଲି ସବୁ ଡାଉଟ୍କୁ କ୍ଲିୟର କରିବା ପାଇଁ ୱିଥ୍ ତା ସହିତ ଯେଉଁ ଆପଣଙ୍କର ସେକେଣ୍ଡ ଇୟର ପିଲାମାନେ ରହୁଛନ୍ତି ଯେଉଁମାନେ କି ଆପଣଙ୍କର ଫୋର୍ଥ ସେମିଷ୍ଟର ଏକ୍ଜାମ ଦେବେ ତାଙ୍କ ପାଇଁ ମଧ୍ୟ ବହୁତ ହି ଗୋଟେ ବଡ଼ ମାନେ ଇମ୍ପୋର୍ଟାଣ୍ଟ ଅପଡେଟ୍ଟେ ଅଛି ୱିଥ୍ ତାଙ୍କର ମଧ୍ୟ ଗୋଟେ ଡାଉଟ୍ କି ସାର୍ ଆମର ଯେଉଁ ସେକେଣ୍ଡ ସେମିଷ୍ଟର ବର୍ତ୍ତମାନ ରେଜଲ୍ଟ ବାହାରିନି ସେଇଟା କେବେ ବାହାରିବ ତ ଆଜି ସେସବୁ କଥା ଉପରେ ଆଜି ଡିସ୍କସନ୍ କରିବା ୱିଥ୍ ତା ସହିତ ଫାର୍ଷ୍ଟ ଇୟର ପିଲା ଯେଉଁମାନେ ଏଥର ରିସେଣ୍ଟଲି ଦେଇକି ଆସିଛନ୍ତି 10 ତାରିଖରେ ଆପଣଙ୍କର ଆନ୍ଧ୍ର କେଶରୀ ପିଲା ଦେଇକି ଆସିଛନ୍ତି ସେମିତି ଆନ୍ଧ୍ର ୟୁନିଭର୍ସିଟି ପିଲା ୱିଥ୍ ଆଚାର୍ଯ୍ୟ ନାଗାର୍ଜୁନ ପିଲା ୱିଥ୍ ଯେଉଁ ଆପଣଙ୍କର ୟୋଗୀ ଭବନରେ ବର୍ତ୍ତମାନ ଚାଲିଛି ଏକ୍ଜାମ୍ ତ ଏଇ ପିଲାମାନଙ୍କର ଯେଉଁ ଡାଉଟ୍ ରହିଛି କି ଆମର ଫାର୍ଷ୍ଟ ସେମିଷ୍ଟାରର ରେଜଲ୍ଟ କେବେ ବାହାରିବ ବା ଡିକ୍ଲେୟାର କରାଯିବ ତ ଆଜି କିଛିଟା ଜିନିଷ ଉପରେ ଆମେ ଡିସ୍କସନ୍ କରିବା ଆପଣଙ୍କ ମନରେ ଯାହା ବି ଡାଉଟ୍ ଅଛି ସେକୁ କ୍ଲିୟର କରିବା ପାଇଁ ମୁଁ ଟ୍ରାଏ କରିବି ତ ଆଶା କରିବି ଭିଡ଼ିଓଟିକୁ ସମସ୍ତେ ଲାଷ୍ଟ ଯାଏଁ ୱାଚ୍ କରିବେ ଯାହାଦ୍ୱାରା ଯାହା ବି ଆପଣଙ୍କ ମନରେ ଡାଉଟ୍ ଅଛି ନା ତାକୁ କ୍ଲିୟର କରିବେ ସଠିକ୍ ଭାବରେ ତ ଚାଲନ୍ତୁ ଆଉ ଡେରି ନକରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା ପ୍ରଥମ କଥା ପିଲାମାନେ ମୁଁ ଏଇ କଥାଟା କହିଦେବା ପାଇଁ ଚାହେଁ ଆପଣମାନଙ୍କୁ ଦେଖନ୍ତୁ ଯେଉଁ ପିଲାମାନେ ଫାର୍ଷ୍ଟ ଇୟର ପିଲା ରହୁଛନ୍ତି ଫାର୍ଷ୍ଟ ସେମିଷ୍ଟର ପିଲା ବା ଫାର୍ଷ୍ଟ ଇୟର ପିଲା ଯେଉଁମାନେ ରହୁଛନ୍ତି ଯେଉଁମାନେ ଫାର୍ଷ୍ଟ ସେମିଷ୍ଟର ଏକ୍ଜାମ ରିସେଣ୍ଟଲି ମାନେ ଆଟେଣ୍ଡ କରିକି ଆସିଛନ୍ତି ସେମାନଙ୍କ ମନରେ ଗୋଟେ ହିଁ ଡାଉଟ୍ କି ସାର୍ ଆମର ଯେଉଁ ଆପଣଙ୍କର ଏକ୍ଜାମଟି ହେଲା ନା ସେଟାର ରେଜଲ୍ଟ ଆମେ କେବେ ସୁଦ୍ଧା ପାଇବୁ ସେଇଟା ମୁଁ ରିସେଣ୍ଟଲି ଆପଣଙ୍କର ଆଜି ସକାଳେ ଗୋଟେ ଭିଡ଼ିଓରେ କହିଛି କି ଆପଣଙ୍କର ଅଲରେଡ଼ି ଆନ୍ଧ୍ର ୟୁନିଭର୍ସିଟି ଯେଉଁ ରହୁଛି ଆନ୍ଧ୍ର ୟୁନିଭର୍ସିଟିର ଯେଉଁ ତାର ଫର୍ମ ଫିଲ୍ଅପ୍ ନୋଟିସଟି ଆସିଯାଇଛି ତ ଆଉ କିଛି ଦିନ ପରେ ଆପଣଙ୍କର AKU ବା ମାନେ ଯେଉଁ ଆପଣଙ୍କର ଆନ୍ଧ୍ର କେଶରୀ ୟୁନିଭର୍ସିଟି ଆଣ୍ଡ ANU ଏ ଦୁଇଟାରେ ମଧ୍ୟ ଆଉ କିଛି ଦିନ ପରେ ଆସିଯିବ ତା ମିନ୍ସ କ'ଣ ନା ଆପଣଙ୍କୁ ଆଉ ମ୍ୟାକ୍ସିମମ୍ରୁ ମ୍ୟାକ୍ସିମମ୍ 1.5 ମାସରୁ 2 ମାସ ଟାଇମ୍ ଆପଣମାନେ ପାଇବେ ଫର୍ମ ଫିଲ୍ଅପ୍ ପରେ ମାନେ ଏକ୍ଜାମ ପାଇଁ ବୁଝିହେଲା ତ ଆପଣମାନେ ଧରିକି ଚାଲନ୍ତୁ କି ଯଦି ଆପଣଙ୍କର ମାନେ ଫର୍ମ ଫିଲ୍ଅପ୍ଟା ଏଇ ମାର୍ଚ୍ଚ ମାସ ଭିତରେ ହେଇଯାଉଛି ଦେନ୍ ଆପଣଙ୍କର ଏକ୍ଜାମଟି ମେ ଲାଷ୍ଟରୁ ଜୁନ୍ ଭିତରେ ଆପଣଙ୍କର ସରିଯିବାର ସମ୍ଭାବନା ରହୁଛି କିନ୍ତୁ ଯଦି ଆପଣଙ୍କର ଯେଉଁ ଫର୍ମ ଫିଲ୍ଅପ୍ଟି ଏପ୍ରିଲ ମାସରେ ହେଉଛି ବୁଝିହେଲା ଯଦି ଆପଣଙ୍କର ଏପ୍ରିଲ ମାସରେ ହେଉଛି ଦେନ୍ ମାନେ ଏଇଟା ଆପଣଙ୍କର ଜୁନ୍ ଲାଷ୍ଟରୁ ଆପଣଙ୍କର ଅଗଷ୍ଟ ବା ଜୁଲାଇ ଭିତରେ ଆପଣଙ୍କର କଣ୍ଡକ୍ଟ କରାଯାଇପାରେ ଯେଉଁଟାକି ଆମେ ସୂଚନା ପାଉଛୁ ବୁଝିହେଲା ଫାର୍ଷ୍ଟ ସେମିଷ୍ଟର ପିଲାମାନଙ୍କର ମନରେ ଏଇ ଡାଉଟ୍ଟା ଥିଲା କି ତାଙ୍କର ଯେଉଁ ମାନେ ସେକେଣ୍ଡ ସେମିଷ୍ଟର ଏକ୍ଜାମଟି କେବେ ହେବ ବୁଝିହେଲା ତ ଏବେ ଆମେ ଆଉ ଗୋଟେ କଥା ଉପରେ ମାନେ କଥା ହେବା କି ଯେଉଁ ଫାର୍ଷ୍ଟ ସେମ୍ ସେମାନେ ଦେଲେ ନା ସେଟାର ରେଜଲ୍ଟ କେବେ ପବ୍ଲିଶ ହେବ କେବେ ତାର ମାନେ ଯେଉଁ ଆନ୍ସର୍ କି ଆସିବ ବା ତାର ଯେଉଁ ରେଜଲ୍ଟଟା କେବେ ଆମ ପାଖକୁ ଆସିବ ଆମେ ଆମର ଜାଣିପାରିବା କି ଆମେ କେତେ ସ୍କୋର କରୁଛୁ କେମିତି ଲେଖିଥିଲୁ ଆମକୁ ସ୍କୋର କେତେ ମିଳୁଛି ତ ତା ରିଗାର୍ଡିଂ ମାନେ ମୁଁ ଗୋଟେ ଜିନିଷ ଆଣିଛି ଆପଣମାନଙ୍କୁ ଦେଖିବା ପାଇଁ ଚାହିଁବି ଟିକେ ଦେଖିବା ହଁ ତ ଦେଖନ୍ତୁ ପିଲାମାନେ ଏଇ ଯେଉଁ ରହିଛି ଟାଇମ୍ ଟେବୁଲ୍ ନୋଟିସଟି ଆପଣଙ୍କର ଆସିଥିଲା ଅଗଷ୍ଟ 2024ରେ ଠିକ୍ ଅଛି ଏଇଟା ଆପଣଙ୍କର ପ୍ରିଭିୟସ୍ ଆପଣମାନଙ୍କର ନୁହଁ ଆପଣଙ୍କ ଉପର ଭାଇ ଭଉଣୀମାନେ ରହୁଛନ୍ତି ସେକେଣ୍ଡ ଇୟର ପିଲା ଯେଉଁମାନେ ସେମାନଙ୍କର ଏଇଟା ଆସିଥିଲା ତାଙ୍କର ଅଗଷ୍ଟ ମାସରେ ଫାର୍ଷ୍ଟ ସେମିଷ୍ଟର ଏକ୍ଜାମ ହେଇଥିଲା କଣ୍ଡକ୍ଟ କରାଯାଇଥିଲା 19/8/2024ରେ ଏଇଟା ହେଇଥିଲା ହେଲା କି ତ 2024ରେ ତାଙ୍କର ଅଗଷ୍ଟ ମାସରେ ଫାର୍ଷ୍ଟ ସେମିଷ୍ଟର ଏକ୍ଜାମଟି କଣ୍ଡକ୍ଟ କରାଯାଇଥିଲା ବୁଝିହେଲା ଦେନ୍ ତାଙ୍କର ଯେଉଁ ରେଜଲ୍ଟଟି ବାହାରିଲା ନା ସେଇଟା କେତେବେଳେ ବାହାରିଲା ପିଲାମାନେ ଯଦି ଆମେ ମାନେ ଦେଖିବା ତାଙ୍କର ଯେଉଁ ରେଜଲ୍ଟଟି ଡିକ୍ଲେୟାର କରାଗଲା ନା ସେଇଟା ଟୋଟାଲି ଏଇଠି ମେନସନ୍ ଅଛି ଦେଖନ୍ତୁ ଗୋଟେଟା ଆପଣଙ୍କର 19 ଫେବୃଆରୀ 2024ରେ ଆପଣଙ୍କର ତାଙ୍କ ରେଜଲ୍ଟଟି ରିସେଣ୍ଟଲି ଡିକ୍ଲେୟାର ହେଇଛି ପିଲାମାନେ ଆପଣମାନେ ଗୋଟେ କଥା ଭାବନ୍ତୁ କି ଯଦି ମାନେ ଆର ସ୍ଲାଇଡ଼କୁ ଯିବା ଯଦି ଆପଣଙ୍କର ଅଗଷ୍ଟରେ ଏକ୍ଜାମ ହେଲା ଏଣ୍ଡ ଆପଣଙ୍କର ସରିଲା କେବେ ନା ଅଗଷ୍ଟରୁ ଆପଣଙ୍କର ଯେଉଁ ରେଜଲ୍ଟଟି ଡିକ୍ଲାରେସନ୍ କରାଗଲା ନା ତା ଭିତରେ ଆପଣଙ୍କର ଗ୍ୟାପ୍ କେତେ ରହୁଛି ଆମେ ଟିକେ ଚେକ୍ କରିବା ଫେବୃଆରୀ ମାସରେ ରହିଲା ତ ଅଗଷ୍ଟରୁ ଆପଣଙ୍କର ସେପ୍ଟେମ୍ବରରୁ ଅକ୍ଟୋବର ଅକ୍ଟୋବରରୁ ନଭେମ୍ବରରୁ ଡିସେମ୍ବର 4 ମାସ ପରେ ଡିସେମ୍ବରରୁ ଜାନୁଆରୀ 5 ମାସ ଜାନୁଆରୀ ଫେବୃଆରୀ ମାନେ 6 ମନ୍ଥ ଗ୍ୟାପ୍ ରହୁଛି ବୁଝିହେଲା ଆପ୍ରୋକ୍ସିମେଟଲି ଆପଣଙ୍କର 5 to 6 ମନ୍ଥ ଆପଣଙ୍କର ଗ୍ୟାପ୍ ରହିବ ତ ଯଦି ବି ଆପଣମାନଙ୍କର ଫାର୍ଷ୍ଟ ସେମିଷ୍ଟର ଏଇ ଆମର ଫେବୃଆରୀରେ ଯାଇଛି ପିଲାମାନଙ୍କର ତ ତାଙ୍କର ଫେବୃଆରୀରୁ ମାର୍ଚ୍ଚରୁ ଏପ୍ରିଲରୁ ମେ 3 ମାସ ହେଲା ମେରୁ ଜୁନ୍ 4 ମାସ ଜୁନ୍ରୁ ଜୁଲାଇ 5 ମାସ ଆଣ୍ଡ ଜୁଲାଇରୁ ଅଗଷ୍ଟ ତ ମ୍ୟାକ୍ସିମମ୍ ପସିବିଲିଟି ରହୁଛି କି ସେଇ ଅଗଷ୍ଟରେ ହିଁ ଆପଣଙ୍କର ଯେଉଁ ରେଜଲ୍ଟ ଡିକ୍ଲେୟାର ହେବାର ବୁଝିହେଲା ତ ଏଇଟା ଆପଣଙ୍କର ଚାନ୍ସେସ୍ ରହୁଛି ଆଉ ଗୋଟେ କଥା ପିଲାମାନେ ମୁଁ କହିଦେବା ପାଇଁ ଚାହେଁ ଯେଉଁ ଫାର୍ଷ୍ଟ ମାନେ ସେମିଷ୍ଟର ରେଜଲ୍ଟଟା କେତେବେଳେ ବାହାରେ ମୁଁ କହିଦେଉଛି ଏଇଟା ହେଉଛି ସବୁ ୟୁନିଭର୍ସିଟି ପାଇଁ ଆପଣଙ୍କର ଆପ୍ଲିକେବୁଲ୍ ଆପଣଙ୍କର ଯେକୌଣସି ବି ୟୁନିଭର୍ସିଟିରେ ଆପଣମାନେ ବିଶାଖାପାଟଣାରେ କରନ୍ତୁ ବା ଆପଣ ଆଚାର୍ଯ୍ୟ ନାଗାର୍ଜୁନରେ କରନ୍ତୁ ଗୁଣ୍ଟୁରରେ କରନ୍ତୁ ପ୍ରକାଶମରେ କରନ୍ତୁ ଯେଉଁଠି ବି ଆପଣମାନେ କରୁଛନ୍ତି କରନ୍ତୁ ଦେଖନ୍ତୁ ଥରେ ଗୋଟେ ଇୟର୍ ପାସ୍ ହେଲା ପରେ ତାର ଯେଉଁ ନେକ୍ସଟ ଇୟର୍ଟି ଯେଉଁଟା ଆପଣଙ୍କ ଯେଉଁମାନେ ପିଲାମାନେ ଫାର୍ଷ୍ଟ ଇୟର୍ ଅଛନ୍ତି ସେମାନେ ଯେତେବେଳେ ଫାର୍ଷ୍ଟ ସେମିଷ୍ଟର ଏକ୍ଜାମ୍ ଦେବେ ନା ସେକେଣ୍ଡ ଇୟର୍ ପିଲାମାନଙ୍କର ସେତେବେଳକୁ ମାନେ ଫାର୍ଷ୍ଟ ଇୟର୍ ଏକ୍ଜାମ୍ର ରେଜଲ୍ଟ ବାହାରିକି ଯେଉଁ ପିଲାମାନଙ୍କର ବ୍ୟାକ୍ ଲାଗିଥିବ ସେମାନଙ୍କର ଇଭାଲୁଏସନ୍ ହେଇକି ଆପଣଙ୍କର ଆସିଯାଏ ବୁଝିପାରୁଛନ୍ତି
ତେଣୁ ଏମିତିକା ଟାଇପ୍ରେ ଆପଣଙ୍କର କଣ୍ଡକ୍ଟ କରାଯାଏ ଏକ୍ଜାମ୍କୁ। ସେଇ ଟାଇପ୍ରେ ଯଦି ମୁଁ କହିବି ଆଉ ଗୋଟେ କ୍ୱେଶ୍ଚନ୍କୁ ବର୍ତ୍ତମାନ ଧରିବି କି ଯେଉଁ ପିଲାମାନେ ଆମର ସେକେଣ୍ଡ ଇୟର୍ରୁ ବର୍ତ୍ତମାନ ସେକେଣ୍ଡ ଇୟର୍ ପିଲା ଅଛନ୍ତି ଯେଉଁମାନେ କି ରିସେଣ୍ଟଲି 4th ସେମିଷ୍ଟର ଏକ୍ଜାମ୍ ଦେବା ପାଇଁ ଯାଉଛନ୍ତି, ସେମାନଙ୍କ ମନରେ ଡାଉଟ୍ କି ତାଙ୍କର ଯେଉଁ ସେକେଣ୍ଡ ସେମ୍ ବାହାରିନି। କାହିଁକି ବାହାରିନି? ନା ବର୍ତ୍ତମାନ ଯେଉଁ ଫାର୍ଷ୍ଟ ଇୟର୍ ପିଲା ଅଛନ୍ତି ନା, ସେମାନେ ଯେତେବେଳେ ସେକେଣ୍ଡ ସେମ୍କୁ ଦେବା ପାଇଁ ଯିବେ ତାର 15ରୁ ମାସେ ପୂର୍ବରୁ ଆପଣଙ୍କର ରେଜଲ୍ଟ ଡିକ୍ଲେୟାର କରାଯିବ। ଆଣ୍ଡ ଯେଉଁ ପିଲାମାନଙ୍କର ବ୍ୟାକ୍ ଲାଗିଥିବ ସେମାନେ ଫର୍ମ ଫିଲ୍ଅପ୍ ଆଉ ଥରେ କରିବେ। ଆଣ୍ଡ ଯେଉଁମାନେ ରିଭାଲ୍ୟୁସନ୍ ପାଇଁ ଆପ୍ଲାଏ କରିବେ ସେମାନଙ୍କ ରେଜଲ୍ଟ ବାହାରିବ। ତ ଏମିତି ଭାବେ ଆପଣଙ୍କର ଯେଉଁ ମାନେ ଏଜୁକେସନ୍ ସିଷ୍ଟମଟା ଆକ୍ଚୁଆଲି କାମ କରେ, ବୁଝେଇ ଦେବା ପାଇଁ ଚାହେଁ, ଆପଣମାନେ ଡାଉଟ୍ରେ ରୁହନ୍ତୁନି, ବୁଝିହେଲା। ତେଣୁ ତାଙ୍କର ଯେଉଁ ମାନେ ରେଜଲ୍ଟ ବାହାରିବ ସେଟା ହେଉଛି ଫାର୍ଷ୍ଟ ଇୟର୍ ପିଲାମାନଙ୍କର ଏକ୍ଜାମ୍ଟି ଯେତେବେଳେ ତାର ନୋଟିସ୍ ଆସିଯିବ, ଫର୍ମ ଫିଲ୍ଅପ୍ ନୋଟିସ୍ ଆସିଯିବ, ସେତେବେଳେ ତାଙ୍କର ରେଜଲ୍ଟଟି ମାନେ ଆଉଟ୍ ହେବ। ବୁଝିହେଲା ପିଲାମାନେ? ଆଶା କରୁଛି ସମସ୍ତଙ୍କ ଡାଉଟ୍ଟି କ୍ଲିୟର ହେଇଥିବ। ଆଉ ଗୋଟେ ଡାଉଟ୍ ପିଲାମାନେ, ଆଉ ଗୋଟେ ଇମ୍ପୋର୍ଟାଣ୍ଟ ନୋଟିସ୍ଟେ ମୁଁ ଆପଣମାନଙ୍କୁ ଦେଖେଇବି। ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ନୋଟିସ୍ଟେ ଆସିଛି ଆପଣଙ୍କର କାହା ରିଗାର୍ଡିଂ ନା ଯେଉଁ ପ୍ରାକ୍ଟିକାଲ ଏକ୍ଜାମ୍ ରହୁଛି। କ'ଣ କହିଲି ମୁଁ? ପ୍ରାକ୍ଟିକାଲ ଏକ୍ଜାମ୍ ରହୁଛି। ପ୍ରାକ୍ଟିକାଲ ଏକ୍ଜାମ୍ ରିଗାର୍ଡିଂ ଗୋଟେ ନୋଟିସ୍ଟେ ଆପଣଙ୍କର ଆସିଛି କାହାର? ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟିର ANUର ଆପଣଙ୍କର ଗୋଟେ ଇମ୍ପୋର୍ଟାଣ୍ଟ ଇନଫର୍ମେସନ୍ ଅଛି, ତାକୁ ଦେଖିବା ଚାଲନ୍ତୁ। ଯେମିତିକି ଦେଖିପାରୁଥିବେ ଆପଣଙ୍କର ଏଇ ଯେଉଁ ନୋଟିସ୍ଟି ଆସିଛି କ'ଣ ନା ଆଚାର୍ଯ୍ୟ ନାଗାର୍ଜୁନ ୟୁନିଭର୍ସିଟିରୁ ଏଇ ନୋଟିସ୍ଟି ଆପଣଙ୍କର ଆସିଛି। ଡେଟ୍ ଲେଖାହେଇଛି 22/3/2025ରେ ଆପଣଙ୍କର କ'ଣ କହିଛି ପିଲାମାନେ? ପ୍ରଥମ କଥା, ପ୍ରାକ୍ଟିକାଲ ଏକ୍ଜାମ୍ ଜାଣିଥିବେ ଯେଉଁଟା ଆପଣ ଟିଚିଂ ଦେବା ପାଇଁ ପଡ଼େ, ସେଇ ଏକ୍ଜାମ୍ କଥା କୁହାଯାଇଛି। ଯେଉଁଟା ଲାଷ୍ଟ ସେମିଷ୍ଟର ପିଲା ବା 4th ସେମ୍ ଯେଉଁମାନେ ଆପଣଙ୍କ ଉପର ଭାଇ ଭଉଣୀମାନେ ସେମାନେ ଦେବା ପାଇଁ ଯିବେ। ତ ସେମାନେ କେବେ ଯିବେ? ନା ଆପଣଙ୍କର ଏପ୍ରିଲ 2025ରେ ଏଇଟା କଣ୍ଡକ୍ଟ କରାଯିବ। ଆଉ କ'ଣ କରାଯିବ ନା ଦୁଇଟା ଫେଜ୍ରେ ଆପଣମାନଙ୍କର କଣ୍ଡକ୍ଟ କରାଯିବ। ଗୋଟେ ହେଉଛି ଫେଜ୍ 1 ଆଉ ଗୋଟେ ହେଉଛି ଫେଜ୍ 2। ଫେଜ୍ 1ଟା ଆପଣଙ୍କର ଏପ୍ରିଲ 1ରୁ 4 ତାରିଖ ଯାଏଁ ହେବ, ଆଉ ଫେଜ୍ 2ଟା ଆପଣଙ୍କର 7 ତାରିଖରୁ 9 ତାରିଖ ଯାଏଁ ଆପଣଙ୍କର କଣ୍ଡକ୍ଟ କରାଯିବ। ଆଉ ତ ଏଇଟା ତାପରେ ତ ଆପଣଙ୍କର ୟୁନିଭର୍ସିଟି ରିକ୍ୱେଷ୍ଟ କରିଛି ଆପଣଙ୍କ ସବୁ ପ୍ରିନ୍ସିପାଲ ମାନେ ଯେଉଁ ବିଏଡ୍ କଲେଜ ପ୍ରିନ୍ସିପାଲ ମାନଙ୍କୁ, କଲେଜ ଷ୍ଟାଫ୍ ମାନଙ୍କୁ, ଯେଉଁ ଆପଣଙ୍କର ଏକ୍ଜାମିନେର ଲିଷ୍ଟ ରହିଛି ୱିଥ୍ ସବଜେକ୍ଟ ୱାଇଜ୍, ତାଙ୍କ ସଫ୍ଟ କପି ସବୁ ଚେୟାର ମାନେ ପର୍ସନକୁ ମାନେ ହ୍ୟାଣ୍ଡ ଓଭର କରିବା ପାଇଁ। ତ ଛାଡ଼ନ୍ତୁ, ସେଟା ଆମର ତ କିଛି ଯାଇ ଆସେ ନାହିଁ। ବାସ୍ ଆମର ଏତିକି ବୁଝିବାର ଥିଲା କି ଆପଣଙ୍କର ଯେଉଁ ପ୍ରାକ୍ଟିକାଲ ଏକ୍ଜାମଟି ହେବ ସେଟା ଆପଣଙ୍କର ଏପ୍ରିଲରୁ ଷ୍ଟାର୍ଟ ହେଇଯାଉଛି। ତ ସେମିତି ଯେଉଁ ପିଲାମାନେ ବର୍ତ୍ତମାନ ଫାର୍ଷ୍ଟ ଇୟର ଅଛନ୍ତି ନା, ସେମାନେ ବି ନିଜକୁ ପ୍ରସ୍ତୁତ କରି ନିଅନ୍ତୁ କି ପ୍ରାକ୍ଟିକାଲ ଏକ୍ଜାମ ଆପଣଙ୍କୁ ଦେବା ପାଇଁ ଯିବା ପାଇଁ ପଡ଼ିବ। ତ ସେଇ ଟାଇମ୍ରେ ପ୍ରାୟତଃ ଆର ବର୍ଷ ଠିକ୍ ଏଇ ଟାଇମ୍ରେ ଆପଣଙ୍କୁ ଦେବା ପାଇଁ ପଡ଼ିବ। ତେଣୁ ଆଇ ହୋପ୍ ସମସ୍ତଙ୍କର ଡାଉଟ୍ ଯାହା ବି ଥିଲା ସେମାନଙ୍କର କ୍ଲିୟର ହେଇଯାଇଥିବ। ଆଉ ଆମର ଏଇ ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ, ଆମ ଭିଡ଼ିଓଟିକୁ ଲାଇକ୍ କରିବେ। ଆମ ଚ୍ୟାନେଲରେ ଯଦି ନୂଆ ଭାବେ ଆପଣମାନେ ଜଡ଼ିତ ହୋଇ ଅଛନ୍ତି, ତାହେଲେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ଆମର ଯେଉଁ ଟେଲିଗ୍ରାମ ଚ୍ୟାନେଲ ଅଛି EduXplore, ସେଠାରେ ଜଏନ୍ କରିଯାଆନ୍ତୁ। ଓ ଯେଉଁ ପିଲାମାନେ ବି ନିଜର ସେକେଣ୍ଡ ସେମିଷ୍ଟାର ମାନେ ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରୁଛନ୍ତି, ସେମାନେ ଆମକୁ କଣ୍ଟାକ୍ଟ କରନ୍ତୁ। ତାଙ୍କୁ ଯାହା ବି ନୋଟ୍ସ ଦରକାର ହେବ ଆମେ କମ୍ରୁ କମ୍ ପ୍ରାଇସ୍ରେ ସେମାନଙ୍କୁ ଯୋଗାଇ ଦେବୁ। ଆଉ ଆମର ଯେଉଁ ନୋଟ୍ସ ରହିବ ନା, ସେଟା ଆପଣଙ୍କର ଟୋଟାଲି ମାନେ ବ୍ରିଫଲି ଡେସ୍କ୍ରାଇବ୍ ଯେଉଁ ନୋଟ୍ ରହିବ, ଟୋଟାଲି ଆମର ସର୍ଟକଟ୍ ଜିନିଷ ନୁହେଁ। ଯେତିକି ଆପଣମାନେ ଏକ୍ଜାମ୍ରେ ଲେଖିବେ ପର୍ଟିକୁଲାର ସେତିକି ଆପଣଙ୍କୁ ମିଳିଯିବ। ଆରାମସେ ଆପଣମାନେ ସେତିକି ପଢ଼ିକରି ତା ଭିତରୁ ଯେଉଁ ବି ଇମ୍ପୋର୍ଟାଣ୍ଟ ପଏଣ୍ଟ ଆପଣଙ୍କୁ ମନେ ରହିଲା ଆପଣମାନେ ସେତିକି ଲେଖିପାରିବେ। ଡାଇଗ୍ରାମ ମଧ୍ୟ ସେଥିରେ ରହିବ। ତ ଯଦି ଆପଣମାନେ ପରଚେସ୍ କରିବା ପାଇଁ ଇଣ୍ଟରେଷ୍ଟେଡ୍, ଆମର ଯେଉଁ ହ୍ୱାଟ୍ସଆପ୍ ନମ୍ବର ଡେସ୍କ୍ରିପ୍ସନ୍ ଅଛି ବା ଆମ ଟେଲିଗ୍ରାମ ଚ୍ୟାନେଲ୍ ଅଛି, ଆପଣମାନେ ଜଏନ୍ କରିପାରିବେ ଆଣ୍ଡ ଆମକୁ ମେସେଜ୍ କରିପାରିବେ। ଠିକ୍ ଅଛି? ତ ଧନ୍ୟବାଦ।